ଏଭଳି ପରିବେଶକୁ ଆପଣମାନେ ନଜରଅନ୍ଦାଜ କରିଦେବେ, ଦେଖିବେ, ନଜର କରିବେ, ତାହେଲେ ବହୁତ ବଢ଼ିଆ ଆପଣଙ୍କୁ ମନକୁ ଲାଗିବ। ନିଶ୍ଚିନ୍ତ ମନଟି ପରିବର୍ତ୍ତନ ହେଇଯିବ। ଏଇ ସୁନ୍ଦର ଜାଗାଟି, ବହୁତ ବଢ଼ିଆ ଜାଗାଟି ଆପଣମାନେ ଦେଖୁଛନ୍ତି। ଚାଲି ଚାଲି ଯେତେବେଳେ ପାହାଡ଼ ଉପରକୁ ଆସିଲି, ପାହାଡ଼ ଉପରେ ଦେଖିଲି କେତେ ସୁନ୍ଦର ଗାଁଟିଏ। ଏ ଗଙ୍ଗପୁର କେତେ ସୁନ୍ଦର ଦୃଶ୍ୟ ଆପଣମାନେ ଦେଖନ୍ତୁ। ଋଷିକୂଲ୍ୟା ନଦୀ ବହିଯାଇଛି, ତା ଚତୁର୍ଦିଗରେ ମାନେ ଢେଉ ଢେଉ ପରି ପାହାଡ଼ମାନ, ପର୍ବତମାଳାମାନ ଆପଣମାନେ ଦେଖୁଛନ୍ତି। କେତେ ସୁନ୍ଦର ପରିବେଶଟି, କେତେ ସୁନ୍ଦର ଜାଗାଟି ଆପଣମାନେ ଦେଖିଲେ। ଏ ଗଙ୍ଗପୁର ଗାଁଟି ବି ଏ ପାହାଡ଼ ଉପରୁ କେତେ ସୁନ୍ଦର ଦେଖାଯାଉଛି ଆପଣମାନେ ଦେଖିପାରୁଥିବେ। କେତେ ସୁନ୍ଦର ପରିବେଶଟି, ଚାରିଆଡ଼େ ବିଭିନ୍ନ ପ୍ରକାର ନଡ଼ିଆ ଗଛ, ଯେଉଁଟା କହନ୍ତି ନାରିକେଳ, ତାପରେ ବିଭିନ୍ନ ପ୍ରକାର ଆମର ଯେଉଁଟା କହୁଛନ୍ତି ତାଳ ଗଛ, ଆଉ ବିଭିନ୍ନ ପ୍ରକାର ଜଙ୍ଗଲରେ ଭରିପୂର୍ଣ୍ଣ ଗଛ ମାନେ ଆପଣମାନେ ଦେଖିପାରୁଥିବେ। କେତେ ସୁନ୍ଦର ଲାଗୁଛି ଏ ପାହାଡ଼ ଅଞ୍ଚଳଟି। ଚତୁର୍ଦିଗରେ ପାହାଡ଼, ମଝିରେ ଗାଁଟି, କେତେ ସୁନ୍ଦର ଲାଗୁଛି। କେତେ ସୁନ୍ଦର ସ୍ୱଚ୍ଛ ବାତାବରଣ, କେତେ ସୁନ୍ଦର ପରିବେଶଟି ଆପଣମାନେ ଦେଖିପାରୁଥିବେ। ବହୁତ ବଢ଼ିଆ ଲାଗୁଛି ଏ ପରିବେଶଟି, ମାନେ ଏତେ ସୁନ୍ଦର ଜାଗାଟି, କେତେ ବଢ଼ିଆ ଆପଣମାନେ ଦେଖିପାରୁଥିବେ। ଚତୁର୍ଦିଗରେ ପାହାଡ଼ର ଶୀର୍ଷ ଭାଗ, ଆପଣ ଏଇ ନଜାରାଟା ଆପଣଙ୍କୁ ତଳକୁ ନଜର କରିବେ, ଦେଖିଲେ ପାହାଡ଼ର ତଳେ ଦେଖୁଛନ୍ତି ସବୁ ଗାଈ ଗୋରୁ ଚରାଉଛନ୍ତି ଲୋକମାନେ। ସେ ବି କେତେ ସୁନ୍ଦର ବି ଲାଗୁଛି ଆପଣମାନେ ଦେଖିପାରୁଥିବେ। ସବୁ ପାହାଡ଼ର ଦୃଶ୍ୟ ସବୁ କେତେ ସୁନ୍ଦର ସୁନ୍ଦର ଲାଗୁଛି ଏ ଗାଁର, ଆପଣମାନେ ଗାଁର ପରିବେଶ। ଆଉ ଚତୁର୍ଦିଗରେ ଦେଖୁଛନ୍ତି କୋଉଭଳି ପାହାଡ଼ର ମାନେ ଦୃଶ୍ୟ।